ଏଇଟା ରହିଛି ଶିଶୁ ସେବିକା ନିଯୁକ୍ତି ନିମନ୍ତେ ଆବେଦନ ପତ୍ର କେମିତି ତାକୁ ଫିଲ୍ଅପ୍ କରିବେ ଆଉ କେମିତି ଆବେଦନ କରିବେ। ଯେହେତୁ ଏଇଟା ସ୍କୁଲ ମ୍ୟାନେଜମେଣ୍ଟ କମିଟିକୁ ନିଯୁକ୍ତି କରିବାର ସୁଯୋଗ ଦିଆଯାଇଛି, ସ୍କୁଲ ମ୍ୟାନେଜମେଣ୍ଟ କମିଟି ହିଁ ଏହା ନିଯୁକ୍ତି କରିବ। ତେଣୁକରି ଏହା କୌଣସି ଯେତେବେଳେ ଆଡ଼ଭର୍ଟାଇଜମେଣ୍ଟ ପେପର ହିଁ ଆସିବନି କି ବା କୌଣସି ୱେବସାଇଟ୍ରେ ଉପଲବ୍ଧ ହେବନି। ଯେଉଁ ସ୍କୁଲରେ ଦେଖିବେ ଆବେଦନ କରିବାକୁ ନିଜେ ଚାହୁଁଛନ୍ତି ବା ନିଜ ଅଞ୍ଚଳର ସ୍କୁଲ, ସେ ସ୍କୁଲର ନୋଟିସ୍ ବୋର୍ଡ଼ରେ ନୋଟିସ୍ ଆସିବ। ତେଣୁକରି ସ୍କୁଲ ସହିତ ହିଁ ଯୋଗାଯୋଗ ରଖିବାକୁ ପଡ଼ିବ ଆବେଦନ କରିବାକୁ ହେଲେ। ଏଇଟା ରହିଛି ଆବେଦନ ପତ୍ର। ତାପରେ ତା'ର ନିର୍ଦ୍ଦେଶାବଳୀ କେମିତି ଆବେଦନ କରିବେ, କ'ଣ ତା'ର ଏଜୁକେସନାଲ୍ କ୍ୱାଲିଫିକେସନ୍, ଏ ଆବେଦନ ପତ୍ର ପରେ ଆମେ ଦେଖିବା। ପ୍ରଥମେ ଦେଖିବା ଏଠି ଆପଣ ଗୋଟେ ପାସପୋର୍ଟ ସାଇଜ୍ ଫଟୋ ଲଗାଇବେ। ଯଦି ଯେତେବେଳେ ଯେଉଁ ସ୍କୁଲର ବାହାରିଲା ଏଭଳି ଆପ୍ଲିକେସନ୍ ଫର୍ମ, ନିଜ ନାଁ ଦେବେ। ଯଦି ବିବାହିତ ତାହେଲେ ସ୍ୱାମୀଙ୍କ ନାମ ଦେବେ, ନହେଲେ ପିତାଙ୍କ ନାମ ଦେବେ। ମହିଳା ବୋଲି ଏଠି ଠିକ୍ ମାରିବେ। ଜନ୍ମ ତାରିଖ ଦେବେ 1/4/2025 ତାରିଖ ସୁଦ୍ଧା। ବୟସ କେତେ, ଏଇ ବୟସ ଲେଖିବେ। ଆଗ ଜନ୍ମ ତାରିଖଟା ଲେଖିବେ ଏବଂ ବୟସଟା କେତେ। ଏଇ ବୟସରୁ ଆପଣଙ୍କ ଜନ୍ମଦିନଟାକୁ ଫେଡ଼ିଦେଲେ ଆପଣ ବୟସ ଜାଣିପାରିବେ କେତେ ବର୍ଷ କେତେ ମାସ। ଜାତୀୟତା ଭାରତୀୟ ଲେଖିବେ। ବୈବାହିକ ସ୍ଥିତି ବିବାହିତ କି ଅବିବାହିତ କି ବିଧବା କି ଛାଡ଼ପତ୍ର ପାଇଛନ୍ତି, ଯେଉଁଟା ଆପଣ ଏଥିରୁ ଠିକ୍ ସେଇଟାକୁ ମାରିବେ। ଦିବ୍ୟାଙ୍ଗ, ଯଦି ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍, ହଁ ନା ନା ତାକୁ ମେନସନ୍ କରିବେ। କେଉଁ କାଟାଗୋରୀ ଆପଣଙ୍କର, ଜେନେରାଲ ନା SC ST, ତାକୁ ମଧ୍ୟ ମେନସନ୍ କରିବେ। ଯଦି ଜେନେରାଲ ହେଇଥିବ ଜେନେରାଲରେ ଠିକ୍ ମାରିବେ। ଯଦି OBC ବା SBC ତାହେଲେ ଅନ୍ୟାନ୍ୟ ପଛୁଆ ବର୍ଗରେ ଠିକ୍ ମାରିବେ। ଅନୁସୂଚିତ ଜାତି ହେଇଥିଲେ SCରେ ମାରିବେ। ଅନୁସୂଚିତ ଜନଜାତି ହେଇଥିଲେ STରେ ଏଇଠି ଠିକ୍ ମାରିବେ। ଯଦି ଆପଣ ST ତାହେଲେ ଏଇଟା, SC ହେଲେ ଏଇଟା, SCBC କିମ୍ବା OBC ହେଲେ ଏଇଟାରେ ଠିକ୍ ମାରିବେ। ଆଉ ଅଳ୍ପ ସଂଖ୍ୟକ ଯଦି ମାଇନରିଟି ହେଇଛି ତାହେଲେ ଏଇଟାରେ ଠିକ୍ କରିବେ। ଶିକ୍ଷାଗତ ଯୋଗ୍ୟତା, ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କ'ଣ ତାକୁ ଏଠି ମେନସନ୍ କରିବେ। ଦଶମ କି +2 କ'ଣ। ଆବେଦନକାରୀଙ୍କ ଠିକଣା, ଗ୍ରାମ ଲେଖିବେ, ପୋଷ୍ଟ ଲେଖିବେ, କେଉଁ ବ୍ଲକ ଲେଖିବେ, ଜିଲ୍ଲା ଲେଖିବେ, ପିନ୍ ନମ୍ବର ଲେଖିବେ, ମୋବାଇଲ ନମ୍ବର ଲେଖିବେ, ଆଧାର ନମ୍ବର, ଭୋଟର କାର୍ଡ଼ ନମ୍ବର। ଶିଶୁ ସେବିକା ପାଇଁ ଆବେଦନ କରୁଥିବା ବିଦ୍ୟାଳୟ, କେଉଁ ସ୍କୁଲକୁ ଆପଣ ଆବେଦନ କରୁଛନ୍ତି ତାକୁ ମେନସନ୍ କରିବେ। ତା ସହିତ ଏଠି ଆପଣଙ୍କର ସିଗ୍ନେଚର୍ କରିବେ। ଆବଶ୍ୟକ ପ୍ରମାଣପତ୍ର ଦେବେ। ଯାଞ୍ଚିତ ଆଧାର କାର୍ଡ଼ର ନକଲ ଦେବେ, ଭୋଟର କାର୍ଡ଼ର ନକଲ, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଯଦି ଛାଡ଼ପତ୍ର ପାଇଛନ୍ତି ତାହେଲେ ତା'ର ମଧ୍ୟ ନକଲ ଏଠି ଦେବେ। ଇଏ ରହିଲା ଆବେଦନ କରିବାର ଫର୍ମ। ଦେଖିବା କ'ଣ ଗାଇଡ଼ଲାଇନ୍ସ ରହିଛି, କେମିତି ଆପଣ ଆବେଦନ କରିବେ। ଏଇଟା ରହିଛି ନିର୍ଦ୍ଦେଶାବଳୀ। ଆଉ ପ୍ରଥମରୁ ହିଁ ମୁଁ କହିଛି ଯେ ସ୍କୁଲର ନୋଟିସ୍ ବୋର୍ଡ଼କୁ ବା ସ୍କୁଲ ସହିତ ଆପଣଙ୍କୁ କଣ୍ଟାକ୍ଟ କରିବାକୁ ପଡ଼ିବ। ସେଥିରେ ଆପଣ ଯେତେବେଳେ ହିଁ ସେ ନୋଟିସ୍ ବୋର୍ଡ଼ରେ ଆସିଯିବ ଆପଣ ଆବେଦନ କରିପାରିବେ। ସ୍କୁଲରେ ନେଇକି ଡାଇରେକ୍ଟ ଆପଣଙ୍କ ଫର୍ମ ଦେବେ। ତାଙ୍କର ଡ୍ୟୁଟି କ'ଣ ରହିଛି ଏଇଟା ଆମେ ଆଗର ପୂର୍ବ ଭିଡ଼ିଓରେ କରିଛେ, ଦେଖିପାରିବେ। କେତେ ନିଯୁକ୍ତି ପାଇବେ ଦେଖିବେ। ଯେଉଁ ସ୍କୁଲରେ 30ରୁ 100 ଭିତରେ ଅଛି ସେଠି ଜଣିଏ ନିଯୁକ୍ତି ପାଇବେ। 100ରୁ ଅଧିକ ଯଦି ଶିଶୁ ସେ ବାଟିକାରେ ଯେଉଁ ପିଲା ଆଡ଼ମିସନ୍ କରିଛନ୍ତି ତାହେଲେ 2 ଜଣ ନିଯୁକ୍ତି ପାଇବେ। 2ରୁ ଅଧିକ ଶିଶୁ ସେବିକା ନିଯୁକ୍ତି କରିବା ପାଇଁ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଦ୍ୱାରା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କର ବିଶେଷ ଅନୁମୋଦନ ଆବଶ୍ୟକ। ଯଦି 2ରୁ ଅଧିକ ଆବେଦନ ଯେତେବେଳେ କରିବେ, 100ରୁ ଅଧିକ ହେବ 2, ତାଠୁ ଯଦି ଅଧିକ ହେବ ତାହେଲେ 3 ଜଣ ଯଦି ଆବେଦନ କରିବାକୁ ପୋଷ୍ଟିଂ କରିବାକୁ ଚାହୁଁଛି ତାହେଲେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଜିଲ୍ଲାପାଳଙ୍କର ଅନୁମୋଦନ ବା ଅନୁମତି ନେବେ। ପ୍ରଥମେ ଦେଖିବା କ'ଣ ଆପଣଙ୍କର ଯୋଗ୍ୟତା ଥିବ। ଆମେ ଭିଡ଼ିଓ ପୂର୍ବରେ ଅଛି, ତଥାପି ଆଉ ଥରେ ଦେଖିଦେବା। ଭାରତୀୟ ନାଗରିକ ହୋଇଥିବେ ଏବଂ ସ୍ତ୍ରୀ ହୋଇଥିବେ, ଯାହା 1 ଏପ୍ରିଲରେ ନିଯୁକ୍ତି ବର୍ଷ 18 ବର୍ଷରୁ ଅଧିକ କିମ୍ବା ହେଇଥିବ, 45 ବର୍ଷରୁ କମ୍ ହେଇଥିବ ବୟସଟା। ସେ ସ୍କୁଲରେ ବା ସେଇ ଯେଉଁ ସ୍କୁଲଟା ଅଛି ସେଇ ଗ୍ରାମ ବା ୱାର୍ଡ଼ର ନିବାସିନୀ ହେଇଥିବା ସହିତ ସେଇ ଗ୍ରାମ ବା ୱାର୍ଡ଼ରେ ଉପଯୁକ୍ତ ପ୍ରାର୍ଥୀ ଉପଲବ୍ଧ ଯଦି ନ ହୁଅନ୍ତି, ପାର୍ଶ୍ୱବର୍ତ୍ତୀ ଗ୍ରାମ ବା ଯେଉଁ ଗାଁରେ ଧନ୍ୟ ସ୍କୁଲଟା ଅଛି ଯଦି ସେଠିକି ଆବେଦନ ନ କଲେ ସେଇ ଗାଁର, ତାହେଲେ ପାଖ ଗାଁର ଲୋକ ଆବେଦନ କରିପାରିବେ। ସେ ସାକ୍ଷର ହେଇଥିବେ। ଏଠି ଏଜୁକେସନାଲ୍ କ୍ୱାଲିଫିକେସନ୍ ଦଶମ କି +2 ଦେଇନି। ସ୍ୱାକ୍ଷର କହିଲେ ସାକ୍ଷର ଜଣେ କାହାକୁ କହିବା ନା, ଯିଏ ଧରିନିଅ ଯେକୌଣସି ଭାଷା, ଜଣେ ଓଡ଼ିଆରେ ପଢ଼ି ଲେଖି ପାରୁଛି
ବୁଝିପାରୁଛି ତାହେଲେ ସେ ହିଁ ସାକ୍ଷର ବୋଲି ଆମେ ତାକୁ କହିବା। ଜଣେ ତାଙ୍କ ଭାଷାରେ, ତାହେଲେ ସାକ୍ଷର କହିଛି ମାନେ ଜଣେ ଯେକୌଣସି ଗୋଟେ ଭାଷା, ଇଂଲିଶରେ ଜଣେ କହି ଲେଖି ପଢ଼ିପାରୁଛି ସେ ବି ସାକ୍ଷର। ତେଣୁକରି ଏଠି ଏଜୁକେସନାଲ୍ କ୍ୱାଲିଫିକେସନ୍ କିଛି ମେନସନ୍ କରିନି, କେବଳ ଦେଇଛି କ'ଣ ଯେ ସେ କୌଣସି ଶାରୀରିକ ମାନସିକ ଅବସ୍ଥା ଠିକ୍ ଥିବା ଦରକାର, ସଂକ୍ରାମକ କୌଣସି ରୋଗ ବା ଦୀର୍ଘକାଳୀନ ରୋଗ ହୋଇନଥିବା ଆବଶ୍ୟକ। ଶିଶୁ ସେବକ ବହୁତ ଛୋଟ ପିଲାମାନଙ୍କ ସହିତ କାମ କରିବାକୁ ପଡ଼େ। ସେ ଓଡ଼ିଆ ଏବଂ ସ୍ଥାନୀୟ ବା ଅଞ୍ଚଳର ଭାଷାରେ କଥା ହେବା ଧରିନିଅ ଯେଉଁ ଓଡ଼ିଆ ଜାଣିଥିବେ, କିମ୍ବା ଧରିନିଅ ଯଦି ଆମେ କନ୍ଧମାଳ ପାଇଲେ ସେଠି ଯଦି କୌଣସି ଆଦିବାସୀ ଭାଷା ବ୍ୟବହାର ହେଉଛି ତାହେଲେ ସେଇଟା ଜାଣିଥିବା ଦରକାର। ଏବଂ ପ୍ରତିବର୍ଷ ଯଦି ସେ ଠିକ୍ରେ କାମ କରନ୍ତି ତାଙ୍କର ରି ଏନଗେଜମେଣ୍ଟ ବା ପ୍ରତିବର୍ଷ ପୁଣି ଥରେ ନିଯୁକ୍ତି ଦିଆଯିବ, ପ୍ରତିବର୍ଷ ତାଙ୍କର ନବୀକରଣ ହେବ ଆଉ ମ୍ୟାନେଜମେଣ୍ଟ କମିଟି ଦ୍ୱାରା ଏଇଟା କରାଯିବ। ଏଇଟାକୁ ଆପଣ ଧ୍ୟାନ ଦେଇଥିବେ ଯେ ପ୍ରଥମେ ଯେତେ ଜଣ ଆବେଦନ କରନ୍ତୁ, ପ୍ରଥମେ STର ଯଦି କିଏ ଆବେଦନ କରିଛନ୍ତି ତାଙ୍କୁ ହିଁ ଗୁରୁତ୍ୱ ଦିଆଯିବ। ତାପରେ ଯଦି ST ପ୍ରାର୍ଥୀ ନାହାନ୍ତି ତାହେଲେ SC ଯଦି ନାହାନ୍ତି ଅନ୍ୟାନ୍ୟ ସମ୍ପ୍ରଦାୟ, ଯଦି ସେସବୁ ଆଭେଲେବୁଲ୍ ନହେଲା ତାହେଲେ ଦରିଦ୍ର ବିବାହ ବିହୀନ ମା ଯାହାଙ୍କ ପାଖରେ କୌଣସି ଜୀବିକା ଉପାୟ କିମ୍ବା ST ସମୁଦାୟ ପରିବାର ପକ୍ଷରୁ କୌଣସି ସହାୟତା ନାହିଁ ତାଙ୍କୁ ଦିଆଯିବ। ଏଇଭଳି ପ୍ରିଫରେନ୍ସ ଦିଆଯିବ। ଆଗ ST ବାଲାଙ୍କୁ ଯିଏ ଆବେଦନ କରିଥିବ, ତାପରେ SC, ତାପରେ ଅନ୍ୟାନ୍ୟ। ତାପରେ ଯଦି ଦେଖିବା ଦରିଦ୍ର ବିବାହ ବିହୀନ, ଗରିବ ଲୋକ ଅଛି ବିବାହ କରିନି, ଯାହାଙ୍କ ମାଆଙ୍କ ପାଖରେ କୌଣସି ଜୀବିକା ଉପାୟ କରିବାର ନାହିଁ, ସେ ST ସମ୍ପ୍ରଦାୟର ତାଙ୍କୁ ପ୍ରଥମେ ଦିଆଯିବ, ତାପରେ SC, ତାପରେ ଅନ୍ୟାନ୍ୟ ସମ୍ପ୍ରଦାୟ। ସେପରି ଯଦି ST ସମୁଦାୟ ଦରିଦ୍ର ବା ବିଚ୍ଛିନ୍ନ କିମ୍ବା ସ୍ୱାମୀ ପରିତ୍ୟକ୍ତା ତାହେଲେ ତାଙ୍କୁ ଗୁରୁତ୍ୱ ଦିଅ, ତାପରେ SC, ତାପରେ ଅନ୍ୟାନ୍ୟ ସମ୍ପ୍ରଦାୟ। ତେଣୁ ପ୍ରଥମେ ST ମହିଳା ଆଗ ତାଙ୍କୁ ପ୍ରିଫରେନ୍ସ ଦିଆଯିବ। 60 ବର୍ଷରୁ ଯେତେବେଳେ ହେଇଯିବ ଶିଶୁ ସେବିକା କାର୍ଯ୍ୟରୁ ବିରତ ହେବେ। ସେମାନଙ୍କୁ ଯଦି କୌଣସି ବ୍ୟକ୍ତି ଦୀର୍ଘକାଳୀନ ସଂକ୍ରାମକ ରୋଗରେ ପୀଡ଼ିତ ଅଛନ୍ତି ତାହେଲେ ତାଙ୍କୁ ମଧ୍ୟ ଶିଶୁ ସେବିକା ନିଯୁକ୍ତି ଦିଆଯିବନି। ସେବିକା ମାଟର୍ନିଟି ଲିଭ୍ ନିର୍ବାହ ନେଇପାରିବେ, କିଛି ଅସୁବିଧା ନାହିଁ। ଏଥିରେ କିଏ କିଏ ନିଯୁକ୍ତି ପାଇବେନି ଦେଖ, ପ୍ରଥମେ 60 ବର୍ଷରୁ ଅଧିକ ଯାହାକୁ ହେଇଥିବ, ଯାହାକୁ ଦୀର୍ଘ କୌଣସି ସଂକ୍ରାମକ ରୋଗ ଅଛି ସିଏ ପାଇପାରିବେନି, କିମ୍ବା ଯେଉଁ ସ୍କୁଲର SMC ପ୍ରେସିଡେଣ୍ଟ, ମେମ୍ବର, ଲୋକାଲ MP, MLA, ଜିଲ୍ଲା ପରିଷଦ ମେମ୍ବର, ସମିତି ମେମ୍ବର, ସରପଞ୍ଚଙ୍କ ପରିବାର କିମ୍ବା ସେମାନଙ୍କର କୌଣସି ନିକଟ ସମ୍ପର୍କୀୟ ଶିଶୁ ସେବିକା ନିଯୁକ୍ତି ହେଇପାରିବେନି। ଏଇଟାକୁ ଧ୍ୟାନ ଦେଇଥିବେ। ଯଦି କେଉଁଠି ହୁଏ ତ ଆପଣ ବିରୋଧ କରିପାରିବେ। ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ ମଧ୍ୟ ଏଥିରେ ନିଯୁକ୍ତି ପାଇପାରିବେ ନାହିଁ। ଧରିନିଅ ତାଙ୍କ ଘରର କିଏ ସରକାରୀ ଚାକିରି କରିଛି ତାହେଲେ ସିଏ ମଧ୍ୟ ଶିଶୁ ସେବିକା ନିଯୁକ୍ତି ହେଇପାରିବ ନାହିଁ। କିନ୍ତୁ କେତେକ କ୍ଷେତ୍ରରେ ଯଦି କେହି ଆବେଦନ କରିନାହାନ୍ତି ତାହେଲେ ଏଠି ବିଚାରକୁ ନିଆଯାଇପାରେ। କିନ୍ତୁ ୟାକୁ ଧ୍ୟାନ ଦେଇଥିବେ, ଯଦି ଆପଣ ଆବେଦନ କରିଛନ୍ତି ଆପଣଙ୍କୁ କାଟିକି ସେ ଲୋକାଲ MP, ML କି ଜିଲ୍ଲା ପରିଷଦ କି ସରପଞ୍ଚ କି ସମିତି ସଭ୍ୟ କି ସ୍କୁଲ ପ୍ରେସିଡେଣ୍ଟ କି ସ୍କୁଲ ମେମ୍ବର କି କୌଣସି ସରକାରୀ ଚାକିରିଆଙ୍କର କିଏ ନିଯୁକ୍ତି ପାଉଛି ତାହେଲେ ଆପଣ ବିରୋଧ କରିପାରିବେ, କୋର୍ଟର ଆଶ୍ରୟ ନେଇପାରିବେ, ଆଇନର ଆଶ୍ରୟ ନେଇପାରିବେ। କିମ୍ବା ଯଦି ଅପରାଧିକ ପୃଷ୍ଠଭୂମି ଅଛି ତାହେଲେ ମଧ୍ୟ ନିଯୁକ୍ତି ମିଳିବ ନାହିଁ। ପାରିଶ୍ରମିକଟା ପ୍ରତି ମାସରେ 3000 ମିଳିବ। ଆଉ ଲାଷ୍ଟ ହେଲା ଏଇଟା କୌଣସି ସ୍ଥାୟୀ ନିଯୁକ୍ତି ନୁହେଁ ବା ରାଜ୍ୟ ସରକାରଙ୍କ ଅଧୀନରେ ସାଧାରଣ କର୍ମଚାରୀ ବା ନିଯୁକ୍ତି ଅନୁଷ୍ଠାନ ବା ସାମିଲ ହେବା ପାଇଁ କୌଣସି ଦାବି କରିପାରିବେ ନାହିଁ। ଏ ଚୁକ୍ତିଟା ଆପଣଙ୍କୁ କରିବାକୁ ପଡ଼ିବ।